ନବା ଆରେ ମୁଁ ତ ତୁମକୁ ସତ ଧନ୍ୟବାଦ ଦେଇକି ରହିପାରୁନି ଆରେ ତୁମେ ରାଜା ଘର ଚାକର ଆମେ ବି ରାଜା ଘର ଚାକର ଆଜି ଭାଗ୍ୟର ବିଡ଼ମ୍ବନା ଦେଖ ତୁମେ ରାଜାର ସମୁଦି ଆଉ ଆମେ ସେଇ ଚାକରକୁ ଚାକର ଆରେ ମୁଁ ତ ଭାବୁଛି ରେ କାଜି ରାଜ୍ୟ ରାଜା ଆମେ ସେନାପତି ଦିଗ୍ବିଜୟ ସିଂ ଆଉ ମୁଁ ହେବି ତାଙ୍କର ମହାମନ୍ତ୍ରୀ କିନ୍ତୁ ଦେଖିଲା ବେଳକୁ ଭଲଟା ହେଲା ଓଲଟା ନା ये कथा देखिला बेलू कहीं मो देहर हजम होनी तुरंत जीवी तुरंत जाकर ये कथा सेनापति को जड़ाई देवी अरे एमती गोड़े खानटे चकटी देवी मो कथा से सेनापतिटा उठिबो आउ बसिबो अरे वो ना जट पात्र भल रे बेल पत्र आउ रागी गले पूरा जाए कथाटा जदि न जानी गोल मारी ना रे पोपा मा মিছা মিছা সব মিছ তোর তা মানে কোন সত্যরে গোটাই গোটাই পাগল আরে মানে যদি পাগল হই নথান্তে কেমিতি কହୁଥାନ୍ତେ ଯେ ରାଜା ଓ ମନ୍ତ୍ରୀଟା ସମୁଦି ହେଇଛନ୍ତି ସମୁଦି ନାଇଁ କାହାକୁ ବିଶ୍ୱାସ କରିବି କେମିତି ବିଶ୍ୱାସ କରିବି ଆରେ କଥାରେ ଅଛି ଯେବେ ନ ଦେଖିବ ବେନି ନୟନେ ପରତେ ନଯିବ ଗୁରୁ ବଚନେ ମୁଁ କେମିତି ବିଶ୍ୱାସ କରିବି ଯେ ରାଜା ଓ ମନ୍ତ୍ରୀଟା ସମୁଦି ହେଇଛନ୍ତି ଆରେ ଏଇଟା ଗୋଟିଏ କଥା ଏ ସେନାପତି ବାବୁ ପ୍ରଣାମ କଲି ହଁ 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 गुमास्ता जटपात्र आज्ञा ए अबेଳରେ ठारे ये अबेर तो जटटा किया ए जट आज्ञा अब कोन कहिबाकू चाहू छ कोन कहिबाकू चाहती ताले सुनिबे ता अब जहा कहिबार अछि सीधा सीधा कुह बलिष्ठ विरह सुना मोहर गिरा बलिष्ठ विरह हाथ छोड़ा हेबो हाथ छोड़ा हेबो हाथ छोड़ा हेबो हे हाथ छोड़ा हेबो हाथ छोड़ा हेबो सुजोग हटोर बलिष्ठ विरह सुनो मोहर गिरा सुनो मोहर गिरा बलिष्ठ विरह गुमास्ता जटपात्र अरे मु किए आपण छति काशी राज्यर अरे मु हेउछि एई विशाल काशी राज्यर सेनापति ए राज्यटा हेउछि मोर हाथ मुठारी आ कोन मोर हाथ छोड़ा हबो अरे एते बड़ वीर होइलो राज्य रे केते दिन खटु थी चाकर अरे राजा जीवन थिबा पर्यंत कौशल प्रयोग करियो सुजोग राजसिंहासन छोड़ा ए जट तमरु वंदती आहे सेनापति तमरु वंदती आहे सेनापति काशी राज्य राजा ए थर बलिष्ठ वीर ए सुनो काने सुनो नाके सुनो मोहर गिरा सुनो मोहर गिरा बलिष्ठ वीर ना कहलु नागे कोन कहलु सुनि पाले नै ए राजा सिंहासन छोड़ई ए राज्यर राजा मो हेबी हां तागी राजा हेउछन्ते मो पाई भगवान आहारे अरे राजा हेउछन्ते आम्भर अन्नदाता सते अरे जे कि आम्भर अन्नदाता तांकर विरुद्ध रे जाई ए राजा सिंहासन छोड़ई ए राज्यर राजा मो हेबी तागी ए जट्ट राजांक विरुद्ध रे जदि सळा पदुटे कहिबु मारार तो जी फटको टाणी आणी मो जीव घुसिना टाणी आनी बे ये पटे राजा और मंत्री का सबुती है साइलेंट भलो है छी कोन भलो है ठीक है छी कोन ठीक है जा भी है छी बहुत भलो है भलो है कि सुने आको
ଏ ଜଟ এই ଲୋକମାନଙ୍କ କଥାକୁ ମୁଁ ବିଶ୍ୱାସ କରିପାରୁନଥିଲି ଏଇନେ ତୋ ମୁଖରୁ ଶୁଣିଲି ମତେ ବିଶ୍ୱାସ ହେଇଗଲା ଆଚ୍ଛା। ଆରେ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ହଁ ଆରେ ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହେବ ବହୁତ ଭଲ ହବ ସେନାପତି ଏ ମରେ ଭାବ ହଁ। ଆରେ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା ନିଜ ସ୍ତ୍ରୀ ତ ଆଚ୍ଛା। ଛାତିଟା ଫାଟି ଯାଉଛି ଫାଟିବ କେମିତି ଛାତିଟା ଫାଟିବନି ଆଉ ନା। ଯେତେ ଯାହା ହେଲେ ବି ସେ ହେଉଛି ଆମ ସହକର୍ମୀ ସହକର୍ମୀ ନୁହଁ ସରୁ ଭାଇ ଦାଦା। ଗୁରୁ ଭାଇ ଏ। ଆଉ ନା ସେ ଛୁଆର ଲାଳନ ପାଳନ କରିବ ଆହା। ନା ରାଜକାର୍ଯ୍ୟ କରିବ ଆରେ ମନରେ ଥରେ ଭାବି ଦେ ଆରେ ମନରେ ଥରେ ଚିନ୍ତା କରି ଦେ ସେ ଛୁଆଟାକୁ ପାଳିବ ନା ରାଜକାର୍ଯ୍ୟ କରିବ ଆହା। ତେଣୁ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ ଆଉ ସେ ବାହାଘରେ ଆମେ ଯାଇକି ସମସ୍ତେ ଡିଏନ୍ସ କରିବା ରାଜା ଘର ଭୋଜି ଶଳାକେ ଫା ମାରିବା ପାଇଁ ଇଚ୍ଛା ଭୋଜି ଖାଇବେ କେତେବେଳେ ଆଜ୍ଞା ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା ଆମର ଆଉ ଏଇ ସେନାପତି ଦରକାର ନାହିଁ ଆମ ସେନାପତିର ବାଜ୍ୟ ଲୋକ ଆମ ସେନାପତି ଧୋକାବାଜ ଆମ ସେନାପତି କୁଲାଙ୍ଗର ଆମ ସେନାପତି ପତ୍ର ଜଟା କୁକୁର ଆଉ ଏଇ ସେନାପତିର ଦଣ୍ଡିଆ ମାରିକି ବାହାର କରିଦେବା ଓ ସେନାପତି କହ ଏତେ କଥା ଶୁଣିସାରିଲା ପରେ ଏ ରାଜ୍ୟ ରାଜା ହେବ ନା ସବୁ ଦିନ ଭିକାର ହେବ ହଁ ହଁ ତୁମେ ନପୁରୁଷକ ଏ ରାଜ୍ୟର ରାଜା ବୋ ହେବି ବୋ ଏ ସାମାନ୍ୟ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମୋତେ ରାଜ୍ୟର ବିତାଡ଼ିତ କରିବ ମୋ ନାଁରେ ବାର କଥା କହିବ ମାରିଦେବି ବାସ୍ ଛୋଟ ଆଜ୍ଞା ଅସଳ କିଳାଟା ହେଲା ସେଇ ମନ୍ତ୍ରୀର କଳା ଛୁଆଟା ଆଉ ନା ଥିବ ବାଉଁଶ ନା ବାଜିବ ପଇସି ଛୋଟ ଆଜ୍ଞା ଆବଶ୍ୟକ ପଡ଼ିଲେ ସେ ମନ୍ତ୍ରୀଟାକୁ ବି ଛାଡ଼ିବେନି ବାସ୍ ଆଉ ରାଜା ଯଦି ମନ୍ତ୍ରୀ କଥାରେ ଯଦି ବସ ଉଠ ବସ ହବ ହଁ ମାର ଛାଡ଼ିବେନି ଲାସ୍ତେ ଏ ବହି ଯାଉଥିବା ପବନର ବିକାନ ଅଛି ତମ ବ୍ୟତୀତ କେହି ଜାଣିବେ ନାହିଁ ବାସ୍ ଏବେ ଚାଲ ଚାଲନ୍ତୁ ଆଜ୍ଞା ଦେଖିବା ସେ ମନ୍ତ୍ରୀଟା ହଁ। ତା ପୁଅକୁ ନେଇ କୁଆ ଚାଲନ୍ତୁ ଆଗ ଚାଲ ଚାଲନ୍ତୁ ଆଜ୍ଞା ଚାଲ ଚାଲ କୁଆଡ଼େ ଗଲା ସେ ମନା କରୁଛି ମୁଁ। ଆଜ୍ଞା ଆବେ କିଏ ବେ କିଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା ଏହା ମତେ ଜଣଙ୍କ କଥା ଶୁଣି ଦେଇଛି ଏ କଥା ଯାଇକି ରାଜାକୁ କହିଦେଲେ ସବୁ ସରିଗଲା আপু কথা শুনিছে মানে নিশ্চয় রাজা নিকটକୁ ଯିବ। ଦୌଡ଼ିକି ଗଲାଣି ଆଜ୍ଞା ଆରେ ଶୁଣ ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରିଦେ ଚାଲ ଚାଲନ୍ତୁ ଆଜ୍ଞା ଦେଖିବା କୋଉ ଶଳାଟା ଆମ୍ବ କଥା ଶୁଣି ଏବେ ଚାଲ ଚାଲ ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରିବା ପାଇଁ ଶକୁନିଟା ପୋଷା କାଟି ଫେଙ୍ଗିକି ରାଜା କରେଇଥିଲା କିନ୍ତୁ ଏ କଳିଯୁଗରେ ମୋ ହାତରେ ତ ପୋଷା କାଟି ନାହିଁ କେମିତି କେମିତି ରାଜା କରିବି ସେନାପତିଟାକୁ ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଳ ପଟ ଆଉ ରାତି ଗଲେ ପୁରା ଛିନ ଛଟ ଆରେ ଜଲ ଜଲ ହେଇ ମନେ ପଡିଯାଏ ସେଇ ଅତୀତର କଥା ଏଇ କାଶୀ ରାଜ୍ୟର ରାଜାକୁ ଯେତେବେଳେ ମୋ ଭଉଣୀ ଭଲ ପାଇ ବସିଲା ଆରେ ମୁଁ ତ ଖୁସିରେ ପାଗଳ ହେଇଯାଇଥିଲି ପାଗଳ ସାମାନ୍ୟ ଚାକରର ଭଉଣୀ ପଡି ରାଜାଙ୍କର ବୋହୂ ହବ
রাজা হস্তরু শঙ্কা পিঁধিব মথারে সিন্দুর নব কিন্তু সর্বশেষ রাজাটা অন্য কাহাକୁ ବାହା ହେଇ ପଡ଼ିଲା ସେଇ କଥା ଶୁଣିକି ମୋ ଭଉଣୀଟା ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା କିନ୍ତୁ ଏଟା ଜଟ ଭାଇଟା ଏଇନେ ବଞ୍ଚିଛି। ଛାଡ଼ିବିନି ବେ ରାଜବଂଶଟାକୁ ସମୂଳେ ଧ୍ୱଂସ କରିଦେବି। ଧ୍ୱଂସ ଏ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଳ ଆଜି ଏ ଜଟ ମାତ୍ର ଶପଥ କରିକି କହୁଛି ରାଜବଂଶଟାକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବିନି। জট পাত্র মু জট পাত্র ধরে ধীরে বেড়া পড়া রাখি গলে পুরো আছিন্ন हेलो बड़ा प्रिय सुधी दर्शक दर्शिका अद्य शुभरात्रि नवजात शिशुर नामकरण उपलक्षे मंचस्थ करू